जदि आपण सिंपल अरुआ भात और डालमा खाई बोर हो गले बास रेस्टोरेंट स्टाइल रे भेज फ्राइड राइस संग को मसला पनीर थरे ट्राए करंतु से पुणी बिना पियाज रसुण रे तेबे सेथि भी हमको दरकार बासमती चाउल बा बिरियानी चाउल आम एठी नहींचे एबे मोट मु 2 कप नहीं आपण चाहे आर क्वांटिटी कम बेसी करें। एबे आपको आम 7 ରୁ 8 थर भलसे धोई नवा चाउल को भलसे रगड़बेनी कहीं चाउलटा कौन हम ना भांगी जीव ଆପଣ ଚାହିଁଲେ 10 ରୁ 15 ମିନିଟ୍ ୟାକୁ ଭିଜେଇକି ରଖିପାରିବେ। ଯଦି ସର୍ଟ ମାନେ ସାଙ୍ଗେ ସାଙ୍ଗେ କରିବାକୁ ଚାହୁଁଛନ୍ତି ତେବେ 7 ରୁ 8 ଥର ଭଲସେ ଆପଣ ଧୋଇ ନେବେ। ଏବେ ଏଠୁ ଡିସ୍ଟେ ମୁଁ ପାଣି ନେଇଛି ଚାଉଳକୁ ଦେଖିକି ଆପଣ ପାଣି ନେବେ। ଏବେ ଏଥିରେ ଦେବା 1 ଚାମଚ ରିଫାଇନ୍ ତେଲ, ସ୍ୱାଦ ଅନୁସାରେ ଲୁଣ। ତେଲଟା ଦେଲେ କ'ଣ ହେବ ନା ଭାତଟା ଆମର ଗୋଟା ଗୋଟା ରହିବ। ଏଠି ମୁଁ ଫାଳେ ଲେମ୍ବୁ ନେଇଛି। ଲେମ୍ବୁଟା ଆପଣ ଆଡ୍ କରିବା ଦ୍ୱାରା କ'ଣ ହେବ ନା ଚାଉଳର ହ୍ୱାଇଟନେସ୍ ଆସିବ ବା ସଫା ଦେଖାଯିବ, ଭଲ ସୁନ୍ଦର ଦେଖାଯିବ, ତା ସହିତ ସ୍ୱାଦିଷ୍ଟ ମଧ୍ୟ ଲାଗିବ। ଏବେ ଗ୍ୟାସ୍ର ଫ୍ଲେମ୍କୁ ହାଇ ଟୁ ମିଡ଼ିୟମ୍ରେ ରଖିକି ଆକୁ ଆମେ 80% ରାନ୍ଧିବା। ଆଉ ଦେଖନ୍ତୁ ହାତ ମାରିଲା ପରେ ଜଣାପଡ଼ୁଛି ଯେ ମାନେ ପୁରା ସିଝିନି ଆଉ ଅଧା ମାନେ ଚାଉଳ ଟାଇପ୍ର ଲାଗୁଛି। 80% ଆମର ହେଇଯାଇଛି। ଏବେ କ'ଣ କରିବା ନା ଆକୁ ଆମେ ଛାଣି ନେବା। ଏଇ ସମୟରେ ଆଉ ଯେତେବେଳେ ବି ଆପଣ ଭାତଟା ଛାଣୁଛନ୍ତି ସେତେବେଳେ କ'ଣ କରିବେ ନା ଗ୍ୟାସ୍କୁ ଅଫ୍ କରିବେନି, କାହିଁକି ନା ଗ୍ୟାସ୍ ଅଫ୍ କରିଦେଲେ ଭାତଟା କ'ଣ ହେବ ନା ପାଣିକି ସବୁ ଟାଣି ନେଇଯିବ ଆଉ ଜମା ବି ଗୋଟା ଗୋଟା ରହିବନି। ଆଉ ଫ୍ରାଏଡ୍ ରାଇସ୍ ପାଇଁ ଆମକୁ ଭାତଟା କ'ଣ ହେବ ଗୋଟା ଗୋଟା ରହିବା ଦରକାର। ଏବେ ଆକୁ ଆମେ କ'ଣ କରିବା ନା ଥଣ୍ଡା ହେବାକୁ ଛାଡ଼ିଦେବା। ଏବେ ଆମେ କ'ଣ କରିବା ନା ଆମ ଭେଜିଟେବଲ୍ସକୁ ଫ୍ରାଏ କରିନେବା। ଏଠି ମୁଁ କିଛି ରିଫାଇନ୍ ତେଲ ବା 4 ରୁ 5 ଚାମଚ ରିଫାଇନ୍ ତେଲ ନେଇଛି। ଇଏ ଗରମ ହେଲା ପରେ ଏଥିରେ ଆମେ ଗୋଟେ ବଡ଼ ସାଇଜ୍ ଗାଜରକୁ କାଟିକି ଲମ୍ବା ଲମ୍ବା ପିସ୍ରେ କାଟିକି ନେଇଛି। ଆଉ ଏଠି ମୁଁ 8 ରୁ 10ଟି ବିନ୍ସକୁ କାଟିକି ନେଇଛି। ଗୋଟେ କ୍ୟାପ୍ସିକମ୍କୁ ଏଠି ମୁଁ କାଟିକି ନେଇଛି ଛୋଟ ଛୋଟ ପିସ୍ରେ। ଏବେ ଆକୁ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିକି ଆକୁ ଆମେ ହାଲକା ଟିକେ ଫ୍ରାଏ କରିନେବା। ହାଲକା ଟିକେ ଫ୍ରାଏ କରିସାରିଲା ପରେ ଦେଖନ୍ତୁ ଆର କଲର୍ ଟିକେ ହାଲକା ଚେଞ୍ଜ ହେବ, ପୁରା ଚେଞ୍ଜ ହେବନି। ଏଥିରେ ମୁଁ ଟିକେ ଲୁଣ ଆଡ଼୍ କରୁଛି ଯେଉଁଥିରେ କି ମାନେ ଭେଜିଟେବୁଲ୍ର ଟେଷ୍ଟଟା ବହୁତ ବଢ଼ିଆ ଆସିବ। ତା ସହିତ ଫ୍ରାଏଡ୍ ରାଇସ୍ଟା ପକାଇଲେ ବି ତା ଟେଷ୍ଟ ବି ବହୁତ ଭଲ ଆସିବ। ଏବେ କ'ଣ କରିବା ନା ଆକୁ କାଢ଼ି ନେବା ଗୋଟେ ପ୍ଲେଟ୍କୁ। ଆପଣ ଚାହିଁଲେ ଏଥିରେ ଗ୍ରୀନ୍ ମଟର, ପନିର ଆପଣଙ୍କ ପସନ୍ଦ ଅନୁସାରେ ଆପଣ ଭେଜିଟେବୁଲ୍ ଏଥିରେ ଆଡ଼୍ କରିପାରିବେ। କିନ୍ତୁ ନର୍ମାଲି ଘରେ ଯାହା ଥିଲା ସେଥିରେ ମୁଁ ଆକୁ ତିଆରି କରିଛି, ଯେଉଁଟାକି ଆମ ଘରେ ଯାହା ବି ଆଭେଲେବୁଲ୍ ଥାଏ ଆଉ ଆପକୁ ଆପଣ ତାକୁ ମାନେ ପକାଇକି ଆପଣ ବନେଇ ପାରିବେ। ଆଉ ସେମିତି କିଛି ନାହିଁ ଯେ ସବୁ ଭେଜିଟେବୁଲ୍ ଏଥିରେ ଆଡ଼୍ କଲେ ଚଳିବ। ଯାହା ବି ଆପଣଙ୍କ ପାଖରେ ଆଭେଲେବୁଲ୍ ଥିବ ସେଇଟା ଆପଣ ଆଡ଼୍ କରିକି ଆକୁ ବନେଇ ପାରିବେ। ଏବେ କ'ଣ କରିବା ଦେଖନ୍ତୁ ମୁଁ କାଢ଼ି ନେଇଛି। ଆକୁ ଏବେ କ'ଣ କରିବା ନା ଗୋଟେ ପ୍ଲେଟ୍କୁ ଟ୍ରାନ୍ସଫର୍ କରିନେବା। ସେଇ ଭିତରେ ଆମର ଦେଖନ୍ତୁ ଭାତଟା ବି ବଢ଼ିଆ ସେ ଥଣ୍ଡା ହେଇ ଆସିଲାଣି। ଆଉ ଦେଖନ୍ତୁ ଯେଉଁ 80% ଆମର କୁକ୍ ହେଇଥିଲା ଏବେ ଦେଖନ୍ତୁ ପୁରା କୁକ୍ ହେଇଗଲାଣି। ଏବେ ଆକୁ ଆମେ ଫ୍ରାଏ କରିନେବା। ଆଉ ଫ୍ରାଏ କରିବା ପାଇଁ ଏଠି ମୁଁ ଯେଉଁ ତେଲ ବଳିଥିଲା ଭେଜିଟେବୁଲ୍ସ ତେଲରେ 1 ଚାମଚ ନେଉଛି ଜିରା, 3 ରୁ 4ଟି ଲବଙ୍ଗ, 2ଟି ଗୁଜୁରାତି। ଜିରାଟା ଭଲସେ ଫୁଟିଲା ପରେ ଏଥିରେ ଆମେ ଭାତକୁ ଆମେ ଆଡ଼୍ କରିବା ବା ବିରିୟାନୀ ରାଇସ୍ କି ଆଡ଼୍ କରିନେବା। ଆଡ଼୍ କରିକି ଏଥିରେ ନେବା 2 ଚାମଚ ଗ୍ରାଇଣ୍ଡିଙ୍ଗ ହେଇଥିବା ଚିନି ମୁଁ ଏଠି ନେଇଛି, ଗୁଣ୍ଡ ଚିନି ନେଇଛି, ଯେଉଁଥିରେ କି ଟେଷ୍ଟ ବହୁତ ବଢ଼ିଆ ଆସିବ ଫ୍ରାଏଡ୍ ରାଇସ୍ର। ଏଠି ମୁଁ ନେଇଛି ଗୋଟେ ଛୋଟ ଚାମଚ ଗୁଣ୍ଡ ହେଇଥିବା ବ୍ଲାକ୍ ପେପର ବା ଗୋଲମରିଚ ଗୁଣ୍ଡ, 1 ଚାମଚ ଦେଶୀ ଘିଅ। ଆକୁ ପକାଇକି ଆକୁ ଭଲସେ ମିକ୍ସ କରିନେବା। ଆଉ ଦେଖିବେ ଆର ଟେଷ୍ଟଟା ବହୁତ ବଢ଼ିଆ ଆସିବ ଯଦି ଦେଶୀ ଘିଅ ଦେଉଛନ୍ତି। ଏବେ ଏଥିରେ ଆମେ ଫ୍ରାଏ କରିକି ରଖିଥିବା ଭେଜିଟେବୁଲ୍ସକୁ ଆଡ଼୍ କରିବା। ଆଉ ଯେତେବେଳେ ବି ଆପଣ ଭେଜିଟେବୁଲ୍ ଆଉ ରାଇସ୍କୁ ଗୋଳଉଛନ୍ତି ମାନେ କ'ଣ କରିବେ ନା ଲଗାତାର ତାକୁ ଇଏ କରି ଗୋଳେଇବେନି, ହାଲକା ହାଲକା ଗୋଳେଇବେ, ନଚେତ୍ ଚାଉଳ ଗୁଡ଼ାକ ଖଣ୍ଡ ଖଣ୍ଡ ହେଇଯିବ ଆଉ ଦେଖିବା ପାଇଁ ସୁନ୍ଦର ଲାଗିବନି। ଏବେ କ'ଣ କରିବା ନା ଆକୁ ହାଲକା ହାଲକା ଗୋଳେଇ ନେବା, ଗ୍ୟାସ୍ର ଫ୍ଲେମ୍କୁ ଲୋ କରିନେବା। ଏବେ ଦେଖନ୍ତୁ ରେଡ଼ି ହେଇଗଲା ଆମର ଫ୍ରାଏଡ୍ ରାଇସ୍। ଆଉ ଏବେ ଆମେ ଫ୍ରାଏଡ୍ ରାଇସ୍ ସାଙ୍ଗକୁ ବନେଇବା ମସଲା ପନିର ବା ପନିର ମସଲା। ସେଥିପାଇଁ ଏଠି ମୁଁ 4 ରୁ 5 ଚାମଚ ରିଫାଇନ୍ ତେଲ ନେଇଛି। ପନିରକି ଦେଖନ୍ତୁ ଛୋଟ ଛୋଟ କ୍ୟୁବ୍ ସାଇଜ୍ରେ କାଟିକି ନେଇଛି। ଆପଣ ଚାହିଁଲେ ବଡ଼ ସାଇଜ୍ର ମଧ୍ୟ କାଟିପାରିବେ। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିକି ଏବେ ଆମେ ପନିରକି ଭାଜି ନେବା ହାଲକା, ଯେମିତି ତା'ର କଲର୍ଟା ଟିକେ ଲାଇଟ୍ ପିଙ୍କ ହେଇଯିବ। ଆଉ ଦେଖନ୍ତୁ ତା'ର କଲର୍ଟା ଟିକେ ହାଲକା ଚେଞ୍ଜ ହେଇଯାଇଛି। ଏବେ ଆକୁ ଆମେ ଗୋଟେ ଜାଗାକୁ କାଢ଼ି ନେବା, ଯେଉଁଥିରେ କି ଗରମ ପାଣି ଅଳ୍ପ ଟିକେ ହଳଦୀ ଗୁଣ୍ଡ ପକାଇକି ମୁଁ ରଖିଛି। ସେଇଥିରେ ହିଁ ପନିରକି ପକାଇବା, ଯେଉଁଦ୍ୱାରା କି ଆମର ପନିରଟା ସଫ୍ଟ ରହିବ। ଏବେ ସେଇ ଫ୍ରାଏ ପ୍ୟାନ୍ରେ କିଛି ତେଲ ବଳିଛି, ସେଥିରେ ନେବା 6 ରୁ 7ଟି କାଜୁ। ଏଠି ମୁଁ ନେଇଛି 2ଟା ମିଡ଼ିୟମ୍ ସାଇଜ୍ ଟମାଟୋ। ଆକୁ ଟିକେ ହାଲକା ଫ୍ରାଏ କରିନେବା, ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ହାଲକା ଟିକେ ଫ୍ରାଏ କରିସାରିଲା ପରେ ଏଥିରେ ନେବା
3 ରୁ 4 इंच अदा बड़ बड़ पीस काटिकी नहीं 2टी सुखिला लंका लंकार क्वांटिटी आपण हिसाब से आप कम बेसी करेंगे आपड़ चाहिए कंचा लंका आड करेंगे एवं कौन करेंगे ना आपको आम 2 ରୁ 3 सेकेंड भल कि भाजी नवा भाजी सारापर जो टमाटो आमर टिके हल्का माने कलर चेंज हो सफ्ट हो आम गोटे चामच चारमगज आड करवा चारमगज को आड करके आपको 2 ରୁ 3 सेकेंड फ्राए करना चारमगजटा बेसी पोड़ा दरकार नुह मैंने टिके हल्का खाली फ्राए हम देखो टिके हल्का कलर ये चेंज हो आसला एवं कौन करवा ना आपको आम गोटे प्लेट को काढ़ी नवा यही मसलाटा आपड़ जब पनीर रे दौरान बिना पियाज रसुण भी आपण पनीर मसलाटा बहुत स्वादिष्ट लगे रेस्टोरेंट यही टाइप ही बनई था एवं आपको कौन करना आम ठंडा हवा को दबा ठंडा है आपको ग्राइंडिंग करना देखो आर गोटे स्मूथ पेस्ट बनई ए हल्का टे पानी आड करुँची कहीं पेस्टा आमर टे बहलिया अच्छी देखो रेडी हो गला आमर मसला को पूरा चिक्कण करके बाटिए जमा भी खदड़ा रखिए नचे चाहिए आप छणारे छाणी पारे जो तेल पड़ी से गोटे चामच जीरा ए आड कर गोटे बड़ अलैच गोटे डालचीनी खंडे आ गोटे गुजराती आउ 2टी लवंग आड कर हल्का टिके भाजी है जो आम ग्राइंडिंग करके रखा मसला को आम आड करना ये देवा गोटे छोट चामच धनिया पाउडर गोटे छोट चामच हल्दी पाउडर एठी मु गोटे चामच चीनी नौ छोट चामच जो कि टेस्ट बहुत बढ़िया आसो गोटे चामच काश्मीरी लंका पाउडर कलर एवं आपको कौन करवा ना गैस फ्लेम को लो रखिकी आपको भल से आम कषि नवा जमीक आमर मसला तेलटा सेपरेट हो आम भिजे रखि पनीर की एबे छाणी नवा आ जो पानीटा अच्छी से पानीटा को जमा भी फोपाड़े सेटा को आम मसला ही आड करवा एबे देखो पनीरटा आमर केते सॉफ्ट लगुच हाथ को पूरा तुला परिका सॉफ्ट लगुच देखो एबे आपको साइड रखिदेबा एबे कौन करवा मसलाटा आमर हो गला देखो तेलटा केमती आमर मसला ठू अलग हो आसला एबे कौन करवा जो पानीटा आम रखा से पानीटा को आड करवा आड करके आपको भल से गोले नवा जमी मसला और पानी बढ़िया से परस्पर सहित मिसीजे यही समय गैस फ्लेम को हाई कर नवा एबे एथि देबा आम स्वाद अनुसार लुण एबे कौन करवा ना 2-3 फुटण आसला पनीर के आड करवा पनीर के आड करके एथि नवा आम हाफ चामच और डालचीनी पाउडर एबे आपको आम 2 ରୁ 3 मिनिट भल से फुटवा को दबा एथरे मु हाफ चामच कस्तूरी मेथी आड करी जोटा कि भिडियोटा कटि जाइए माने देखे हेलानी पनीर मसलाटा हमर रेडी हो आसलानी आपण जदि चाहिए ग्रेवी के आहरी बहलिया करें जेहेतु मु फ्राइड राइस संगे खाइबा तेणुक ये टिके हल्का पतला रहिले भल लगे खायापी देखते एबे हमर रेडी हो गला फ्राइड राइस संग मसला पनीर रहुची नमस्कार एमती नुआ नुआ वीडियो देखापी आम चैनल को लाइक शेयर सब्सक्राइब करने आपण मानक मो तरफ अनुरोध रहा पुणी देखा नेक्स्ट वीडियो से समस्त दिन शुभ कर भल रखी था।